ଏହା ଭାରତର ଇତିହାସରେ ସେହି ଅନ୍ଧକାରମୟ ସମୟ ଯେତେବେଳେ ଭାରତ ଇଂରେଜମାନଙ୍କର ଗୁଲାମ ଥିଲା, ସାମାଜିକ ଶୋଷଣର ଶିକାର ଥିଲା। ଠିକ୍ ତାପରେ ଏକ ସ୍ୱର୍ଣ୍ଣଯୁଗ ଆସିଲା, ଯେବେ ପରମ ପୁରୁଷ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର, ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଏବଂ ମାତା ମନମୋହିନୀ ଦେବୀଙ୍କ କୋଳରେ 14 ସେପ୍ଟେମ୍ବର 1888 ମସିହାରେ ହିମାୟିତାପୁର ନାମକ ଗ୍ରାମରେ ଜନ୍ମ ନେଲେ। ଗ୍ରାମଟି ଥିଲା ବାଂଲାଦେଶର ଢାକା ନିକଟବର୍ତ୍ତୀ ପାବନା ଜିଲ୍ଲାର ଅନ୍ତର୍ବର୍ତ୍ତୀ। ଅନୁକୂଳ ଚନ୍ଦ୍ରଙ୍କର ପିଲାଦିନ ଅନ୍ୟ ବାଳକମାନଙ୍କ ପରି ସାମାନ୍ୟ ଥିଲା, କିନ୍ତୁ ବାଲ୍ୟ ଅବସ୍ଥାରେ ହିଁ ତାଙ୍କଠାରେ ଅସାଧାରଣ ଶକ୍ତିର ଝଲକ ଦିଶୁଥିଲା। ଆର୍ଥିକ ଦୁରାବସ୍ଥା ଯୋଗୁଁ ସେ ତାଙ୍କର ଡାକ୍ତରୀ ପାଠପଢ଼ା ସମ୍ପୂର୍ଣ୍ଣ କରିପାରି ନଥିଲେ, କାରଣ ସେ କିଛି ଗରିବ ପିଲାମାନଙ୍କୁ ତାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ କରିବା ପାଇଁ ସାହାଯ୍ୟ କରିଥିଲେ। ଏହା ପରେ ସେ ନିଜ ଗାଁକୁ ଫେରି ଯାଇଥିଲେ। ସେଠାରେ ଡାକ୍ତରୀ ସେବା ଆରମ୍ଭ କରିଦେଇଥିଲେ। ତାଙ୍କର ଦିବ୍ୟ ସ୍ପର୍ଶ ଓ ଉପଚାରାତ୍ମକ ଶକ୍ତି ଯୋଗୁଁ ବହୁତ ଲୋକ ତାଙ୍କ ପ୍ରତି ଆକର୍ଷିତ ହେଉଥିଲେ। ସେ ଲୋକଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଦେବା ସହିତ ସେମାନଙ୍କ ସହିତ କୀର୍ତ୍ତନ କରିବା ଆରମ୍ଭ କରିଦେଇଥିଲେ। ବେଳେବେଳେ କୀର୍ତ୍ତନ କରିବା ସମୟରେ ସେ ଭାବ ସମାଧିରେ ଲୀନ ହୋଇଯାଉଥିଲେ ଓ ସମାଧିସ୍ଥ ଅବସ୍ଥାରେ ଦିବ୍ୟ ବାଣୀରେ ସତ୍ସଙ୍ଗ ମଧ୍ୟ କରୁଥିଲେ। ଉକ୍ତ ବାଣୀ ମଧ୍ୟରୁ କିଛି ପୁଣ୍ୟପୋଥି ନାମକ ପୁସ୍ତକରେ ଲେଖା ଅଛି। ବହୁତ କମ୍ ସମୟ ଭିତରେ ସେ ପ୍ରସିଦ୍ଧ ହୋଇଯାଇଥିଲେ। ଲୋକମାନେ ତାଙ୍କୁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ନାମରେ ସମ୍ବୋଧନ କରିବାକୁ ଲାଗିଲେ। ସେ ସାମାନ୍ୟରୁ ସାମାନ୍ୟତମ ବ୍ୟକ୍ତିଙ୍କ ପାଖରେ ଆଧ୍ୟାତ୍ମିକ ଜ୍ଞାନ ପହଞ୍ଚାଇବା ପାଇଁ ସତ୍ସଙ୍ଗ ନାମକ ଅନୁଷ୍ଠାନ ଆରମ୍ଭ କରିଥିଲେ, ଯେଉଁଠାରେ ସେ ଯୁଗୋପଯୋଗୀ ହେବା ପାଇଁ ଜ୍ଞାନ ଦେଉଥିଲେ। ଧର୍ମ, ବର୍ଣ୍ଣ, ପ୍ରାନ୍ତ ନିର୍ବିଶେଷରେ ଅନେକ ଲୋକ ତାଙ୍କର ଯଜନ, ଯାଜନ ଏବଂ ଇଷ୍ଟବୃତ୍ତି ଆଦି କର୍ମ ପ୍ରତି ଆକର୍ଷିତ ହେଲେ। ଶ୍ରୀ ଶ୍ରୀ ଠାକୁର ବାସ୍ତବରେ ହିଁ ଏହି ଯୁଗର ଈଶ୍ୱରଙ୍କ ଦୂତ ସଦ୍ଗୁରୁ, ଯିଏକି ସଦା ସର୍ବଦା ନିଃସ୍ୱାର୍ଥ ପ୍ରେମ ଓ ଦୟାଭାବ ଶିଖାଉଥିଲେ। ଅଖଣ୍ଡ ଭାରତର ବିଭାଜନ ପୂର୍ବରୁ ସେ ବାଂଲାଦେଶର ସବୁକିଛି ତ୍ୟାଗ କରିଦେଇଥିଲେ ଏବଂ ସତ୍ସଙ୍ଗ ଦେଓଗଡ଼ଠାରେ ସ୍ଥାପନ କରିଥିଲେ, ଯାହାକି ଝାଡ଼ଖଣ୍ଡରେ ଅବସ୍ଥିତ ଅଛି। ସେ ଜଣେ ଉତ୍କୃଷ୍ଟ ଲେଖକ ମଧ୍ୟ ଥିଲେ। ଶ୍ରୀ ଶ୍ରୀ ଠାକୁରଙ୍କ ଦ୍ୱାରା ପ୍ରଭାବିତ ହୋଇ ଅନେକ ମହାନ ବିଭୂତି ଯେପରିକି ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ, ଲାଲ ବାହାଦୁର ଶାସ୍ତ୍ରୀ ଏବଂ ଗୁଲଜାରୀ ଲାଲ ନନ୍ଦା ତାଙ୍କଠାରୁ ଆଶୀର୍ବାଦ ଏବଂ ଜ୍ଞାନ ପ୍ରାପ୍ତି କରୁଥିଲେ। 1969 ମସିହା 26 ଜାନୁଆରୀ ଦିନ ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ଆଭାର ଅବସାନ ଘଟିଲା। ତାଙ୍କର ଆଦର୍ଶକୁ ଅନୁସରଣ କରି ଆଜି ମଧ୍ୟ ନିରନ୍ତର ରୂପରେ ସତ୍ସଙ୍ଗ ଚାଲିଛି ଏବଂ ସାରା ବିଶ୍ୱରେ ଦିବ୍ୟ ଜ୍ଞାନର ଅନୁଭୂତି କରାଉଛି।